ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ନିୟମିତ କେଉଁ ଡାଲି ଖାଇଲେ କିଡ଼ନୀ ଷ୍ଟୋନ୍ ଦୂର ହୁଏ? ଅପସନ୍ ଏ କୋଳଥ, ଅପସନ୍ ବି ମୁଗ, ଅପସନ୍ ସି ଚଣା, ଅପସନ୍ ଡି ବିରି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ କୋଳଥ ଡାଲି। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ପତ୍ର ଖାଇଲେ ମୁହଁର ଉଜ୍ଜ୍ୱଳତା ବଢ଼େ? ଅପସନ୍ ଏ ନିମ୍ବ ପତ୍ର, ଅପସନ୍ ବି ସୋରିଷ ପତ୍ର, ଅପସନ୍ ସି କଲରା ପତ୍ର, ଅପସନ୍ ଡି ତୁଳସୀ ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ତୁଳସୀ ପତ୍ର। ତୃତୀୟ ପ୍ରଶ୍ନଟି ହେଉଛି ଛୁଆମାନେ ଅଧିକ ମୋବାଇଲ ଚଲାଇଲେ କେଉଁ ରୋଗ ହୁଏ? ଅପସନ୍ ଏ ଅନ୍ଧାରକଣା, ଅପସନ୍ ବି ମୋତିଆବିନ୍ଦୁ, ଅପସନ୍ ସି ଡାଇରିଆ, ଅପସନ୍ ଡି ମ୍ୟାଲେରିଆ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ମୋତିଆବିନ୍ଦୁ। ଚତୁର୍ଥ ପ୍ରଶ୍ନଟି ହେଉଛି ଛୁଆମାନଙ୍କୁ କ'ଣ ଖାଇବାକୁ ଦେଲେ ସ୍ମରଣ ଶକ୍ତି ବଢ଼େ? ଅପସନ୍ ଏ କଦଳୀ, ଅପସନ୍ ବି ବାଦାମ, ଅପସନ୍ ସି ମହୁ, ଅପସନ୍ ଡି ଦହି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ବାଦାମ। ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ଟ୍ରେନ୍ ଚାଲେ ନାହିଁ? ଅପସନ୍ ଏ ସିକିମ୍, ଅପସନ୍ ବି ଓଡ଼ିଶା, ଅପସନ୍ ସି ବିହାର, ଅପସନ୍ ଡି ଗୋଆ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ସିକିମ୍। ଷଷ୍ଠ ପ୍ରଶ୍ନଟି ହେଉଛି ଦହି ସହିତ କ'ଣ ଖାଇଲେ ମଣିଷ ଶରୀର ରୋଗରେ ପଡ଼େ? ଅପସନ୍ ଏ ଅଣ୍ଡା, ଅପସନ୍ ବି ଚିକେନ୍, ଅପସନ୍ ସି ମଟନ୍, ଅପସନ୍ ଡି ମାଛ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ମାଛ। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ମଳକଣ୍ଟକ ରୋଗ ଭଲ ହୁଏ? ଅପସନ୍ ଏ ଆମ୍ବ, ଅପସନ୍ ବି ପଣସ, ଅପସନ୍ ସି କଦଳୀ, ଅପସନ୍ ଡି ଅମୃତଭଣ୍ଡା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଅମୃତଭଣ୍ଡା। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ନଡ଼ିଆ ଚାଷ ହୁଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ବାଙ୍ଗାଲୋର, ଅପସନ୍ ଡି କର୍ଣ୍ଣାଟକ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କର୍ଣ୍ଣାଟକ। ନବମ ପ୍ରଶ୍ନଟି ହେଉଛି କେଉଁ ପଶୁର ଉଚ୍ଚତା ସବୁଠୁ ଅଧିକ? ଅପସନ୍ ଏ ହାତୀ, ଅପସନ୍ ବି ହରିଣ, ଅପସନ୍ ସି ଜିରାଫ, ଅପସନ୍ ଡି ମେଣ୍ଢା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଜିରାଫ। ଦଶମ ପ୍ରଶ୍ନଟି ହେଉଛି ଚାହା ସହିତ କ'ଣ ମିଶାଇ ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ହଳଦୀ, ଅପସନ୍ ବି ଡାଲଚିନି, ଅପସନ୍ ସି ମିଶ୍ରି, ଅପସନ୍ ଡି ଲେମ୍ବୁ ରସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଡାଲଚିନି। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ। ଧନ୍ୟବାଦ।